ଦାଉଦ ସାଉଲଙ୍କ ପ୍ରତି ଶତ୍ରୁତା ଆଚରଣ କରିନଥିଲେ। ଆଜି କ'ଣ ଆମେ ଈଶ୍ୱରଙ୍କର ଲୋକମାନଙ୍କୁ ସମ୍ମାନ ଦେଉଛୁ କି? ଈଶ୍ୱର ଯେଉଁ ଅଧିକାର ସେମାନଙ୍କୁ ଦେଇଛନ୍ତି ସେ ଅଧିକାରକୁ ଗୁରୁତ୍ୱ ଦେଉଛୁ କି? ଈଶ୍ୱର ଯେ ସମସ୍ତ ବିଷୟ ନିଜ ନିୟନ୍ତ୍ରଣରେ ରଖିବାକୁ ପାରନ୍ତି ଆଉ ରଖନ୍ତି ସେଥିରେ ବିଶ୍ୱାସ କରୁଛୁ କି? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭା ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ପଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ନାମରେ ଆପଣଙ୍କୁ ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ମୁଁ ଆଶା କରେ ପ୍ରଭୁଙ୍କର ଅନୁଗ୍ରହ ଦୟାରୁ ଆପଣ ଏବଂ ଆପଣଙ୍କର ପରିବାର ନିଶ୍ଚୟ ଭଲରେ ଅଛନ୍ତି। ଆପଣ ନିୟମିତ ଆମର ଏହି କାର୍ଯ୍ୟକ୍ରମ ଦେଖୁଅଛନ୍ତି ଏବଂ ଈଶ୍ୱରଙ୍କ ବାକ୍ୟରୁ ଶିକ୍ଷା ଲାଭ କରୁଅଛନ୍ତି, ଆତ୍ମିକ ଜୀବନରେ ବୃଦ୍ଧି ଲାଭ କରୁଛନ୍ତି। ସେଥିପାଇଁ ଆମେ ଆନନ୍ଦିତ ଏବଂ ଆପଣଙ୍କର ସକାଶେ ପ୍ରଭୁଙ୍କୁ ଧନ୍ୟବାଦ ଦେଉଅଛୁ। ଆପଣ ଏହି କାର୍ଯ୍ୟକ୍ରମ ବିଷୟରେ ଅନ୍ୟମାନଙ୍କୁ ମଧ୍ୟ ସୂଚନା ଦେବା ପାଇଁ ଭୁଲନ୍ତୁ ନାହିଁ। ଏପର୍ଯ୍ୟନ୍ତ ଯଦି ଆମ ସହିତ ଯୋଗାଯୋଗ କରିନାହାନ୍ତି ତେବେ ଟିଭି ସ୍କ୍ରିନ୍ରେ ଯେଉଁ ନମ୍ବରଟି ଆପଣ ଦେଖୁଛନ୍ତି ସେହି ନମ୍ବରରେ ଆଜି ହିଁ ଆମ ସାଙ୍ଗରେ ଯୋଗାଯୋଗ କରନ୍ତୁ। ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଆମମାନେ ଅଛୁ। ପ୍ରଥମ ସାମୁଏଲ 24 ଅଧ୍ୟାୟକୁ ଆମେ ଯେତେବେଳେ ଆସୁ ଆମେ ଦାଉଦଙ୍କର ଚରିତ୍ର ବିଷୟରେ ଦେଖୁ। ଯଦିଓ ଦାଉଦ ଭୟ ଓ ସମସ୍ୟା ମଧ୍ୟରେ ଥିଲେ ତଥାପି ଈଶ୍ୱରଙ୍କର ଅଭିଷିକ୍ତ ବ୍ୟକ୍ତିଙ୍କ ପ୍ରତି ତାଙ୍କ ହୃଦୟରେ ଗଭୀର ସମ୍ମାନ ରହିଛି। କେବଳ ସେତିକି ନୁହେଁ, ଈଶ୍ୱରଙ୍କର ବିଚାର ଉପରେ ଦାଉଦଙ୍କର ପ୍ରଗାଢ଼ ବିଶ୍ୱାସ ଥିବା ଆମମାନେ ଦେଖୁ। କାରଣ ପ୍ରତିଶୋଧ ନେବା ଈଶ୍ୱରଙ୍କ ଅଧିକାର ଏକଥା ଦାଉଦ ଭଲରେ ଜାଣିଥିଲେ। ତେଣୁ ସାଉଲ ଶତ୍ରୁତା ଆଚରଣ କଲେ ସୁଦ୍ଧା ତାଙ୍କ ପ୍ରତି ଦାଉଦ ଦୟା ଦେଖାଉଛନ୍ତି। ସାଉଲ ଦାଉଦଙ୍କୁ ହତ୍ୟା କରିବା ପାଇଁ 3000 ବଛା ଲୋକଙ୍କୁ ନେଇକି ଗଲେ। ବନଛାଗର ଶୈଳ ସବୁରେ ତାହାଙ୍କୁ ଖୋଜିବାକୁ ଲାଗିଲେ। ଏପରି ହେଲା ଯେ ଯେଉଁ ଗୁମ୍ଫାରେ ଦାଉଦ ଓ ତାଙ୍କର ଲୋକମାନେ ଲୁଚିଥିଲେ ସେ ସ୍ଥାନରେ ସାଉଲ ବିଶ୍ରାମ କରିବା ନିମନ୍ତେ ଗଲେ। ଦାଉଦଙ୍କର ଲୋକମାନେ ସାଉଲଙ୍କୁ ବଧ କରିବା ନିମନ୍ତେ ଏହା ଏକ ସୁଯୋଗ ବୋଲି ମନେ କରୁଥିଲେ, କିନ୍ତୁ ଦାଉଦ ତାହା କରିବାକୁ ଦେଲେ ନାହିଁ। ଦାଉଦ ସାଉଲଙ୍କ ପ୍ରତି ଶତ୍ରୁତା ଆଚରଣ କରିନଥିଲେ। ଆଜି କ'ଣ ଆମେ ଈଶ୍ୱରଙ୍କର ଲୋକଙ୍କୁ ସମ୍ମାନ ଦେଉଛୁ କି? ପରମେଶ୍ୱର ଯେଉଁ ଅଧିକାର ସେମାନଙ୍କୁ ଦେଇଅଛନ୍ତି ତାହାକୁ ଗୁରୁତ୍ୱ ଦେଉଛୁ କି? ଈଶ୍ୱର ଯେ ସମସ୍ତ ବିଷୟ ନିଜ ନିୟନ୍ତ୍ରଣରେ ରଖିଅଛନ୍ତି ସେଥିରେ ବିଶ୍ୱାସ କରୁଛୁ କି? ତେବେ ଆସନ୍ତୁ ଆଜିର ଅଧ୍ୟୟନରେ ଏସବୁ ବିଷୟରେ ଆଲୋଚନା କରିବା, କିନ୍ତୁ ତା ପୂର୍ବରୁ ଗୋଟିଏ ଭକ୍ତିମୂଳକ ଗୀତ ଶୁଣିବା। ମୋ ପାପ କଳୁଷ କରି ପରିଷ୍କାର ଝରାଇଛ କୃଷି କରି ପରିଷ୍କାର ଝରାଇଛ କୃଷି ତପତରୁ ଧୀର ଏ ଦ୍ରାକ୍ଷାରସ କରୁଛି ପ୍ରକାଶ ଏ ଦ୍ରାକ୍ଷାରସ କରୁଛି ପ୍ରକାଶ ତୁମ ମହାପ୍ରେମ ଧାର ବନ୍ଦନା ଖେନ ପ୍ରିୟ ଯୀଶୁ ମୋହର। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପ୍ରଥମ ସାମୁଏଲ ପୁସ୍ତକର 24 ଓ 25 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି 24 ପର୍ବରେ
ଆମେ ଏକ ମୁଖ୍ୟ ବିଷୟ ଲକ୍ଷ୍ୟ କରିବାକୁ ଯିବା। ତାହା ହେଉଛି ଦାଉଦ ସାଉଲଙ୍କୁ ବଧ କରିବା ନିମନ୍ତେ ସୁଯୋଗ ପାଇଲେ ମଧ୍ୟ ତାହାଙ୍କୁ ବଧ ନ କରି ଛାଡ଼ିଦେଲେ। ସାଉଲ ଯଦିଓ ଦାଉଦଙ୍କର ପ୍ରାଣନାଶ କରିବା ନିମନ୍ତେ ଚେଷ୍ଟା କରୁଥିଲେ, ମାତ୍ର ଦାଉଦ ସେପରି ଚିନ୍ତା କରୁନଥିଲେ ଯେ କି ପଲିଷ୍ଟିୟ ବୀର ଗଲିଆତକୁ ଏକ ଛାଟଣି ପଥରରେ ବଧ କଲେ। ସେ କ'ଣ ଚାହିଁଥିଲେ ସାଉଲଙ୍କୁ ସେହିପରି ବଧ କରିପାରିନଥାନ୍ତେ? କିନ୍ତୁ ସେ ତାହା କଲେ ନାହିଁ, ବରଂ ଶତ୍ରୁକୁ ପ୍ରେମ କଲେ। ସେ ଏହି ସମୟରେ ମଧ୍ୟ ନିଜର ଜୀବନ ରକ୍ଷା କରିବା ପାଇଁ ଅରଣ୍ୟରେ ପର୍ବତର ଗୁମ୍ଫାମାନଙ୍କରେ ଜୀବନ ବିତାଉଥିଲେ। କେତେ ପ୍ରକାର ସମସ୍ୟା ମଧ୍ୟ ଦେଇ ସେ ଗତି କରୁଥିଲେ। ଏପଟେ ଶତ୍ରୁର ଭୟ ଓ ସେପଟେ ହିଂସ୍ର ଜନ୍ତୁମାନଙ୍କର ଭୟ। ଅନାହାରରେ ବାସବିହୀନ ହୋଇ ସେ ଜୀବନ ବିତାଉଥିଲେ। ତଥାପି ସେ ଈଶ୍ୱରଙ୍କର ଅଭିଷିକ୍ତ ବ୍ୟକ୍ତିଙ୍କ ଉପରେ ହସ୍ତ ଉଠାଇ ନଥିଲେ। କିନ୍ତୁ ଈଶ୍ୱର ତାହାଙ୍କୁ ଏହି ସମସ୍ତ ଅନୁଭୂତି ମଧ୍ୟ ଦେଇ କଢ଼ାଇ ଆଣିଥିଲେ, ଯେପରି ସେ ଇସ୍ରାଏଲ ସନ୍ତାନଗଣଙ୍କର ଉତ୍ତମ ନେତୃତ୍ୱ ନେଇପାରନ୍ତି ଓ ଈଶ୍ୱରଙ୍କର ମହତ୍ ଉଦ୍ଦେଶ୍ୟକୁ ସଫଳ କରିପାରନ୍ତି। ଦେଖନ୍ତୁ 24 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଅନନ୍ତର ସାଉଲ ପଲିଷ୍ଟିୟମାନଙ୍କ ପଶ୍ଚାତ୍ ଗମନରୁ ଫେରନ୍ତେ ଲୋକମାନେ ତାଙ୍କୁ ଜଣାଇ କହିଲେ, ଦେଖନ୍ତୁ ଦାଉଦ ଅଏନ୍ ଗଦିସ୍ଥ ପ୍ରାନ୍ତରରେ ଅଛି। ତେଣୁ ସାଉଲ ସମୁଦାୟ ଇସ୍ରାଏଲ ମଧ୍ୟରୁ 3000 ବଛା ଲୋକ ନେଇ ଦାଉଦ ଓ ତାଙ୍କର ଲୋକମାନଙ୍କୁ ବନଛାଗର ଶୈଳ ସବୁରେ ଖୋଜିବାକୁ ଗଲେ। ଏଠାରେ ଆପଣ ଲକ୍ଷ୍ୟ କରିବେ, ଦାଉଦ ଏକ ଦୁର୍ଗମ ସ୍ଥାନକୁ ଯାଇ ସେଠାରେ ବାସ କରୁଥିଲେ। କିନ୍ତୁ ସାଉଲ ତାହାଙ୍କର ପିଛା କରିବା ନିମନ୍ତେ 3000 ସୈନ୍ୟଙ୍କୁ ନେଇକରି ଯାଇଥିଲେ। ମାତ୍ର ସେହି ସମୟରେ ଦାଉଦଙ୍କ ପାଖରେ କେବଳ 600 ଲୋକ ଥିଲେ। ସାଉଲଙ୍କର ସୈନ୍ୟ ସଂଖ୍ୟା ଅଧିକ ସଂଖ୍ୟକ ଥିଲା, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ମାତ୍ର ଦାଉଦ କୌଶଳ ପ୍ରୟୋଗ କରିଥିଲେ। ତାଛଡ଼ା ସେ ମଧ୍ୟ ସେହି ଅଞ୍ଚଳ ବିଷୟରେ କିଛି ଜାଣିଥିଲେ ଓ ତାହାଙ୍କର ଲୋକମାନେ ମଧ୍ୟ ସେହିପରି ରୁକ୍ଷ ଥିଲେ। 24 ପର୍ବର 3 ପଦରେ ଲେଖା ଅଛି, ପୁଣି ସେ ପଥ ନିକଟସ୍ଥ ମେଷଶାଳାରେ ଉପସ୍ଥିତ ହୁଅନ୍ତେ ସେଠାରେ ଗୋଟିଏ ଗୁମ୍ଫା ଥିଲା। ପୁଣି ସାଉଲ ପାଦ ଢାଙ୍କିବା ପାଇଁ ତହିଁ ଭିତରକୁ ଗଲେ। ସେହି ସମୟରେ ଦାଉଦ ଓ ତାଙ୍କର ଲୋକମାନେ ସେହି ଗୁମ୍ଫାର ଅନ୍ତର୍ଭାଗରେ ଥିଲେ। ଦେଖନ୍ତୁ, ସାଉଲ ଯେଉଁ ଗୁମ୍ଫା ମଧ୍ୟକୁ ପ୍ରବେଶ କରୁଅଛନ୍ତି, ଦାଉଦ ଓ ତାଙ୍କର ସଙ୍ଗୀମାନେ ମଧ୍ୟ ସେହି ଗୁମ୍ଫା ମଧ୍ୟରେ ଅଛନ୍ତି। କାରଣ ଦାଉଦ ସାଉଲଙ୍କୁ ଭୟ କରି ସେହି ଗୁମ୍ଫା ମଧ୍ୟରେ ଆତ୍ମଗୋପନ କରିଥିଲେ। ତେବେ ସାଉଲ ସେହି ଗୁମ୍ଫା ମଧ୍ୟରେ ପ୍ରବେଶ କରି ତହିଁରେ ଶୟନ କରିଛନ୍ତି। ସାଉଲଙ୍କ ଲୋକମାନେ ଯଦିଓ ସାଉଲଙ୍କୁ ଜଗି ରହିଥିଲେ, ମାତ୍ର ସେମାନେ ଗୁମ୍ଫାର ବାହାରେ ଥିଲେ, କିନ୍ତୁ ଭିତରେ ନଥିଲେ। କିନ୍ତୁ ସେମାନେ ସାଉଲଙ୍କୁ ତହିଁ ମଧ୍ୟକୁ ପଠାଇ ଦେଇଥିଲେ, ଯେପରି ସେ ଏକାକୀ ନିରୋଳାରେ ବିଶ୍ରାମ ନେବାକୁ ପାରନ୍ତି। ତେଣୁ ଏହା ହିଁ ହେଉଛି ପରିସ୍ଥିତି। ଦାଉଦ ଓ ତାଙ୍କର ଲୋକମାନେ ଏବଂ ସାଉଲ ସେହି ଗୁମ୍ଫା ମଧ୍ୟରେ ଅଛନ୍ତି, କିନ୍ତୁ ସାଉଲଙ୍କର ସୈନ୍ୟମାନେ ଗୁମ୍ଫା ବାହାରେ ଅଛନ୍ତି। 24 ପର୍ବର 4 ପଦରେ ଆମେ ଦେଖୁ ଯେ ଦାଉଦ ଗୋପନରେ ଯାଇ ସାଉଲ ନିଦ୍ରା ଯାଇଥିବା ଅବସ୍ଥାରେ ତାହାଙ୍କର ଚୋଗା ଧଡ଼ି କାଟି ନେଉଛନ୍ତି। ଚିନ୍ତା କରନ୍ତୁ, ସେ କ'ଣ ଚାହିଁଥିଲେ ସାଉଲଙ୍କୁ ସେହି ସ୍ଥାନରେ ଖଡ଼୍ଗରେ ବଧ କରିପାରିନଥାନ୍ତେ? କିନ୍ତୁ ସେ ସେପରି କରିବାକୁ ଚାହିଁଲେ ନାହିଁ, କାରଣ ସେ ଈଶ୍ୱରଙ୍କ ଅଭିଷିକ୍ତଙ୍କ ବିରୁଦ୍ଧରେ ହସ୍ତ ଉଠାଇବାକୁ ଚାହିଁଲେ ନାହିଁ, ଯାହାକି ପରେ ଆମେ ତାଙ୍କର ମୁଖରୁ ତାହା ଶୁଣିବାକୁ ପାରିବା। ଏହାପରେ 24 ପର୍ବର 5 ପଦରେ ଆମେ ଦେଖୁ, ମାତ୍ର ସାଉଲଙ୍କର ବସ୍ତ୍ରଧଡ଼ି କାଟିବାରୁ ପଛେ ଦାଉଦଙ୍କର ଅନ୍ତଃକରଣ ତାଙ୍କୁ ଆଘାତ କଲା। ଦେଖନ୍ତୁ, ଦାଉଦ ତାହା କରିବା ଦ୍ୱାରା ସଙ୍ଗେ ସଙ୍ଗେ ତାହାଙ୍କର ବିବେକ ତାହାଙ୍କୁ ଆଘାତ କଲା ଓ ସେ ତାହା କରିଥିବା ହେତୁ ଦୁଃଖ କଲେ, କାରଣ ସାଉଲଙ୍କ ପ୍ରତି ତାହା ଏକ ଆଘାତଜନକ ଥିଲା। ଚିନ୍ତା କରନ୍ତୁ, ସାଉଲ ଯେତେବେଳେ ନିଦ୍ରାରୁ ଜାଗ୍ରତ ହୋଇ ତାହାଙ୍କର ସେହି ବସ୍ତ୍ର ପ୍ରତି ଦୃଷ୍ଟି ଦେଇଥିବେ, ସେତେବେଳେ ତାହାଙ୍କ ମନର ପ୍ରତିକ୍ରିୟା କ'ଣ ହୋଇଥିବ? 24 ପର୍ବର 6 ପଦରେ ଲେଖା ଅଛି, ଏଣୁ ସେ ଆପଣ ଲୋକମାନଙ୍କୁ କହିଲେ, ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତ ମୋର ପ୍ରଭୁଙ୍କ ପ୍ରତିକୂଳରେ ହାତ ଉଠାଇବେ, ସଦାପ୍ରଭୁ ଏହା କରିବାକୁ ମୋତେ ନ ଦେଉନ୍ତୁ, କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତ। ଦାଉଦ ସାଉଲ ରାଜାଙ୍କର କାର୍ଯ୍ୟକୁ ଓ ତାହାଙ୍କର ପଦବୀକୁ ସମ୍ମାନ ଦେଉଥିଲେ। ଯଦିଓ ସେ ସାଉଲଙ୍କୁ ମନୁଷ୍ୟ ଭାବରେ ଯେତିକି ସମ୍ମାନ ଦେଉନଥିଲେ, ମାତ୍ର ସେ ତାହାଙ୍କର ସେହି ପଦବୀକୁ ସମ୍ମାନ ଦେଉଥିଲେ। ଏଠାରେ ଏକ କୌତୁହଳର ବିଷୟ ଆପଣ ଲକ୍ଷ୍ୟ କରିବେ ଯେ ଯଦିଓ ଦାଉଦ ସାଉଲଙ୍କ ଦ୍ୱାରା ଶିକାର ହେଉଥିଲେ, ମାତ୍ର ଦାଉଦ ସାଉଲଙ୍କ ବିରୁଦ୍ଧରେ ହସ୍ତ ଉଠାଇ ନଥିଲେ। କାହିଁକି ଜାଣନ୍ତି? ଯେହେତୁ ସାଉଲ ଈଶ୍ୱରଙ୍କର ଅଭିଷିକ୍ତ ବ୍ୟକ୍ତି ଥିଲେ, ତେଣୁ ଦାଉଦ ତାହାଙ୍କର ବିଚାର ଈଶ୍ୱରଙ୍କ ହସ୍ତରେ ଛାଡ଼ି ଦେଇଥିଲେ। କିନ୍ତୁ ଅନେକ ସମୟରେ ଆମେ ଆମର ଶତ୍ରୁମାନଙ୍କର ବିଚାର କରିବାକୁ ଆଗେଇ ଯାଉ। ଆମେ ଈଶ୍ୱରଙ୍କ ବିଚାରକୁ ଆଉ ଅପେକ୍ଷା କରିପାରୁନା। କିନ୍ତୁ ମନେ ରଖନ୍ତୁ, ଈଶ୍ୱର ଆମମାନଙ୍କଠାରୁ ଆମମାନଙ୍କ ଶତ୍ରୁମାନଙ୍କର ଉପଯୁକ୍ତ ବିଚାର କରିପାରନ୍ତି। ରୋମିଓ 12 ପର୍ବର 19 ପଦରେ ଲେଖା ଅଛି, ହେ ପ୍ରିୟମାନେ, ତୁମେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ, କାରଣ ଲେଖା ଅଛି, ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା। ଏହାପରେ 24 ପର୍ବର 7 ପଦରେ ଲେଖା ଅଛି, ଏସବୁ କଥା ଦ୍ୱାରା ଦାଉଦ ଆପଣା ଲୋକମାନଙ୍କୁ ଦମନ କଲେ ଓ ସାଉଲଙ୍କ ପ୍ରତିକୂଳରେ ସେମାନଙ୍କୁ ଉଠିବାକୁ ଦେଲେ ନାହିଁ।
ଏଉତାରେ ସାଉଲ ଗୁମ୍ଫାରୁ ବାହାରି ଆପଣା ପଥରେ ଗଲେ। ଦେଖନ୍ତୁ, ଦାଉଦଙ୍କର ଲୋକମାନେ ଚାହିଁଥିଲେ ସାଉଲଙ୍କୁ ଗୋଟିଏ ମିନିଟ୍ରେ ଶେଷ କରିଦେଇଥାନ୍ତେ। ମାତ୍ର ଦାଉଦ ସେପରି କରିବା ନିମନ୍ତେ ତାଙ୍କର ଲୋକମାନଙ୍କୁ ଅନୁମତି ଦେଲେ ନାହିଁ। ଏପରିକି ସାଉଲ ମଧ୍ୟ ସେହି ବିଷୟ ଜାଣିନଥିଲେ ଯେ ଦାଉଦ ସେହି ସ୍ଥାନରେ ଅଛନ୍ତି ଓ ତାହାଙ୍କର ଚୋଗାଧଡ଼ି କାଟି ନେଇଛନ୍ତି। 24 ପର୍ବର 8 ପଦରେ ଲେଖା ଅଛି, ଦାଉଦ ମଧ୍ୟ ତହିଁଉତାରେ ଉଠି ଗୁମ୍ଫାରୁ ବାହାରକୁ ଗଲେ ଓ ସାଉଲଙ୍କର ପଛେ ଡାକି କହିଲେ, ହେ ମୋହର ପ୍ରଭୁ ମହାରାଜ। ତହିଁରେ ସାଉଲ ଆପଣା ପଛକୁ ଅନାନ୍ତେ ଦାଉଦ ଭୂମିଷ୍ଠ ହୋଇ ପ୍ରଣାମ କଲେ। ଲକ୍ଷ୍ୟ କରନ୍ତୁ, ଦାଉଦ ଏଠାରେ ସାଉଲଙ୍କ ନିକଟରେ ଭୂମିଷ୍ଠ ପ୍ରଣାମ କରୁଅଛନ୍ତି। ଯଦିଓ ସାଉଲ ଦାଉଦଙ୍କୁ ବଧ କରିବା ପାଇଁ ଚେଷ୍ଟା କରୁଥିଲେ ଓ ତାହାଙ୍କ ପ୍ରତି ଅନ୍ୟାୟ ତଥା ପ୍ରତିହିଂସାର ହସ୍ତ ଉଠାଇଥିଲେ, ମାତ୍ର ଦାଉଦ ତାହାଙ୍କୁ ଅସମ୍ମାନ କରିନଥିଲେ। ସେ ତାହାଙ୍କୁ ରାଜାର ସମ୍ମାନ ଦେଉଥିଲେ। କିନ୍ତୁ ପ୍ରତିହିଂସାରେ ଉନ୍ମତ୍ତ ସାଉଲ ତାହା ବୁଝିପାରୁନଥିଲେ। ତାଙ୍କର ହୃଦୟ ପ୍ରତିହିଂସା ତଥା ଅହମିକାରେ ପରିପୂର୍ଣ୍ଣ ହୋଇ ରହିଥିଲା। ସେ ନିଜର ମାନବିକତା ମଧ୍ୟ ହରାଇ ବସିଥିଲେ। ସେହି ରାଜସିଂହାସନ ତାହାଙ୍କୁ ଅନ୍ଧ କରିଦେଇଥିଲା। ସେ ନିଜର ଦୁର୍ବଳତାକୁ ଚିହ୍ନି ପାରୁନଥିଲେ। ବାସ୍ତବରେ ଈର୍ଷାପରାୟଣତା ଅତି ଭୟଙ୍କର। ଏହା ମନୁଷ୍ୟକୁ ଧ୍ୱଂସ ପଥରେ କଢ଼ାଇ ନିଏ। କିନ୍ତୁ ଆମେ ଦାଉଦଙ୍କ ଜୀବନରେ ସହିଷ୍ଣୁତା ଦେଖୁ, ଯାହାକି ତାହାଙ୍କୁ ରାଜସିଂହାସନର ଅଧିକାରୀ କରାଇ ପାରିଥିଲା। କାରଣ ପବିତ୍ର ବାଇବଲ କହେ, ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ। ତେବେ ଲକ୍ଷ୍ୟ କରନ୍ତୁ, ଦାଉଦ ସାଉଲଙ୍କୁ କ'ଣ କହୁଅଛନ୍ତି। 24 ପର୍ବର 9 ଓ 10 ପଦରେ ଆମେ ଲକ୍ଷ୍ୟ କରୁ ଯେ ଦାଉଦ ଏଠାରେ ସାଉଲଙ୍କୁ ଜଣାଇ ଦେବାକୁ ଚାହାନ୍ତି ଯେ ସେ ସାଉଲଙ୍କ ପ୍ରାଣ ନେବା ପାଇଁ ତାହାଙ୍କ ପଛରେ ଦୌଡ଼ି ନାହାନ୍ତି। କିନ୍ତୁ ସାଉଲଙ୍କୁ ଲୋକମାନେ ଯେ ଭୁଲ ସମ୍ବାଦ ଦେଇଛନ୍ତି, ଏହା ଦାଉଦ ସାଉଲଙ୍କୁ ଜଣାଇ ଦିଅନ୍ତି। ପ୍ରକୃତରେ ଦାଉଦଙ୍କୁ ତାହାଙ୍କର ବନ୍ଧୁମାନେ ତଥା ଶତ୍ରୁମାନେ ଭୁଲ ବୁଝିଥିଲେ। ଦାଉଦ ସେପରି ଶତ୍ରୁତା ଆଚରଣ କରିନଥିଲେ କି ସାଉଲଙ୍କର ପ୍ରାଣ ଲୋଡ଼ି ନଥିଲେ। ମାତ୍ର ଲୋକମାନେ ସାଉଲଙ୍କୁ ଭୁଲ ସମ୍ବାଦ ଦେଇଥିଲେ। ଏଠାରେ ଆମେ ଦାଉଦଙ୍କର କାର୍ଯ୍ୟକଳାପରୁ ଲକ୍ଷ୍ୟ କରିବାକୁ ପାରୁ ଯେ ସେ ପ୍ରକୃତରେ ସାଉଲଙ୍କର ପ୍ରାଣ ଲୋଡ଼ି ନଥିଲେ, ମାତ୍ର ସେ ସାଉଲଙ୍କ ପ୍ରତି ଦୟା ପ୍ରଦର୍ଶନ କରିଥିଲେ। ତା ନ ହୋଇଥିଲେ ସେ ସେହି ସ୍ଥାନରେ ସାଉଲଙ୍କୁ ବୋଧହୁଏ ବଧ କରିଦେଇ ପାରିଥାନ୍ତେ। କାରଣ ସେ ସାଉଲଙ୍କ ଭୟରେ ଯେଉଁପରି ଭାବେ ଏକ ଶିକାର ଜନ୍ତୁ ଭଳି ବଣରେ ଗୁମ୍ଫାରେ ଏଠି ସେଠି ନିଜକୁ ଲୁଚାଉଥିଲେ, ସେ କେବେ ହେଲେ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିନଥାନ୍ତେ। 24 ପର୍ବର 11ରୁ 15 ପଦ ମଧ୍ୟରେ ଏହିପରି ଲେଖା ଅଛି, ଆହୁରି ମୋହର ପିତା ଦେଖନ୍ତୁ, ହଁ ମୋର ହାତରେ ଆପଣଙ୍କ ଚୋଗାଧଡ଼ି ଦେଖନ୍ତୁ। ମୁଁ ଯେ ଆପଣଙ୍କ ଚୋଗାଧଡ଼ି କାଟିଲି, ମାତ୍ର ଆପଣଙ୍କୁ ବଧ ନ କଲି। ଏଥିରୁ ଆପଣ ବୁଝନ୍ତୁ ଓ ଦେଖନ୍ତୁ ଯେ ମୋ ହାତରେ କିଛି ମନ୍ଦ ବା ଅଧର୍ମ ନାହିଁ। ଆପଣ ମୋ ପ୍ରାଣକୁ ଧରିବା ପାଇଁ ଅନ୍ୱେଷଣ କଲେ ହେଁ ମୁଁ ଆପଣଙ୍କ ବିରୁଦ୍ଧରେ ପାପ କରିନାହିଁ। ସଦାପ୍ରଭୁ ମୋହର ଓ ଆପଣଙ୍କ ମଧ୍ୟରେ ବିଚାର କରନ୍ତୁ ଓ ସଦାପ୍ରଭୁ ଆପଣଙ୍କଠାରୁ ମୋହର ପରିଶୋଧ ନେଉନ୍ତୁ। ମାତ୍ର ମୋହର ହସ୍ତ ଆପଣଙ୍କ ପ୍ରତିକୂଳ ହେବ ନାହିଁ। ପ୍ରାଚୀନମାନଙ୍କ ପ୍ରବାଦ କହେ, ଯଥା ଦୁଷ୍ଟଠାରୁ ଦୁଷ୍ଟତା ବାହାରେ, ମାତ୍ର ମୋହର ହସ୍ତ ଆପଣଙ୍କ ପ୍ରତିକୂଳ ହେବ ନାହିଁ। ଇସ୍ରାଏଲର ରାଜା କାହା ପଛରେ ବାହାର ହୋଇ ଆସିଅଛନ୍ତି? ଆପଣ କାହା ପଛରେ ଗୋଡ଼ାଇ ଅଛନ୍ତି? ଗୋଟିଏ ମଲା କୁକୁରର ପଛରେ, ଗୋଟିଏ ପଶୁ ପଛରେ। ଏହେତୁ ସଦାପ୍ରଭୁ ବିଚାରକର୍ତ୍ତା ହୁଅନ୍ତୁ ଆଉ ମୋହର ଓ ଆପଣଙ୍କ ମଧ୍ୟରେ ବିଚାର କରନ୍ତୁ। ପୁଣି ଦୃଷ୍ଟି କରି ମୋହର ବିବାଦ ନିଷ୍ପତ୍ତି କରନ୍ତୁ ଓ ଆପଣଙ୍କ ହସ୍ତରୁ ମୋତେ ରକ୍ଷା କରନ୍ତୁ। ଦେଖନ୍ତୁ, ଦାଉଦ ଏହିପରି ଭାବେ ନିଜର ମନର କଥା ସାଉଲଙ୍କ ଆଗରେ ପ୍ରକାଶ କରିଦେବା ଦ୍ୱାରା ସାଉଲ ପ୍ରକୃତରେ କାନ୍ଦି ପକାଇଛନ୍ତି। 24 ପର୍ବର 16ରୁ 17 ପଦ ମଧ୍ୟରେ ଆମେ ଦେଖୁ ଯେ ସାଉଲ ନିଶ୍ଚିତ ଭାବେ ନିଜର ଭୁଲ ବୁଝିପାରିଛନ୍ତି ଓ ସେ ଆଉ ଦାଉଦଙ୍କ ପ୍ରତି ସେପରି କରିବେ ନାହିଁ। ମାତ୍ର ତାହା ନୁହେଁ, ଏହା ଥିଲା ତାହାଙ୍କର କୁମ୍ଭୀର କାନ୍ଦଣା। ଏଠାରେ ସେ ଅତି ଚମତ୍କାର ଭାବରେ ନିଜର ଦୁର୍ବଳତାକୁ ପ୍ରକାଶ କରୁଅଛନ୍ତି, ମାତ୍ର ତାହା ପ୍ରକୃତ ପରିବର୍ତ୍ତନ ନଥିଲା। ଏହାପରେ 24 ପର୍ବର 18ରୁ 20 ପଦ ମଧ୍ୟରେ ଆମେ ଏକ ଚମତ୍କାର ବାକ୍ୟ ଦେଖୁ, ଯାହାକି ସାଉଲଙ୍କ ମୁଖରୁ ପ୍ରକାଶ ପାଉଛି। ସାଉଲ ବୁଝିପାରିଲେ ଯେ ଦାଉଦ ଯାହା କହୁଛନ୍ତି ତାହା ସତ୍ୟ ଓ ସେ ତାହାଙ୍କୁ ବଧ ନ କରି ଛାଡ଼ି ଦେଇଥିବାରୁ ସେଥିନିମନ୍ତେ ସେ ବିଶେଷ ଆନନ୍ଦିତ। ତାପରେ ସେ ବୁଝିପାରନ୍ତି ଯେ ଦିନେ ଦାଉଦ ତାହାଙ୍କ ପଦରେ ରାଜ୍ୟ କରିବ। ଏହାପରେ 24 ପର୍ବର 21 ଓ 22 ପଦରେ ଆମେ ଦେଖୁ ଯେ ଦାଉଦ ଓ ସାଉଲଙ୍କର ଏହିପରି କଥୋପକଥନ ପରେ ସାଉଲ ନିଜର ଗୃହକୁ ଫେରିଆସନ୍ତି, କିନ୍ତୁ ଦାଉଦ ଓ ତାଙ୍କର ଲୋକମାନେ ଦୁର୍ଗମ ସ୍ଥାନକୁ ଚାଲିଗଲେ। ଦାଉଦ ସେହିପରି ସେହି ପ୍ରାନ୍ତର ମଧ୍ୟରେ ଆହୁରି ଆଗକୁ ଆଗକୁ ଆଗେଇ ଚାଲିଲେ, ଯେପରି ସେ ସାଉଲଙ୍କ ହସ୍ତରୁ ନିଜକୁ ରକ୍ଷା କରିପାରନ୍ତି। କାରଣ ସେ ଜାଣିଥିଲେ ଦିନ ଆସିବ ଯେତେବେଳେ କି ସାଉଲ ପୁନର୍ବାର ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରିବେ। ସାଉଲ ଏହି ସମୟରେ ପ୍ରକୃତିରେ ମନ୍ଦ ଆତ୍ମା ଦ୍ୱାରା ଆବିଷ୍ଟ ଥିଲେ, ଯାହାକି ଆମେ
ଏଥିପୂର୍ବରୁ ମଧ୍ୟ ଦେଖିସାରିଛୁ ଯେ ମନ୍ଦ ଆତ୍ମା ଥରକୁ ଥର ତାହାଙ୍କୁ ଆକ୍ରମଣ କରୁଥିଲା। ତେବେ ଏଇଠାରେ ଆମେ ପ୍ରଥମ ସାମୁଏଲ 24 ପର୍ବଟି ଅଧ୍ୟୟନ କରି ସମାପ୍ତ କଲୁ। ମାତ୍ର ଏଠାରେ ଆମେ ଦାଉଦଙ୍କ ଜୀବନରୁ ଅନେକ କିଛି ଶିକ୍ଷା ପାଉଅଛୁ। ତାହାଙ୍କ ପରି କଷ୍ଟ ସହିଷ୍ଣୁ, ଈଶ୍ୱର ଭୟକାରୀ, ସହିଷ୍ଣୁତାର ଜୀବନ ଆମମାନଙ୍କ ଜୀବନରେ ପରିଲକ୍ଷିତ ହେବା ଆବଶ୍ୟକ। ସେ ସଦାସର୍ବଦା ଈଶ୍ୱରଙ୍କ ଇଚ୍ଛା ଲୋଡ଼ି କାର୍ଯ୍ୟ କରୁଥିଲେ ଓ ଈଶ୍ୱରଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ହସ୍ତ ଉଠାଉନଥିଲେ। ସେ ନିଜେ ପ୍ରତିଶୋଧ ନେଉନଥିଲେ, ମାତ୍ର ଈଶ୍ୱରଙ୍କ ହସ୍ତରେ ଛାଡ଼ି ଦେଉଥିଲେ। ସେ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଯାଇ କୌଣସି କାର୍ଯ୍ୟ କରୁନଥିଲେ। ସେ ସାଉଲଙ୍କ ହସ୍ତରୁ ନିଜକୁ ରକ୍ଷା କରିବା ନିମନ୍ତେ ବଣ, ଜଙ୍ଗଲ, ପାହାଡ଼, ପର୍ବତ, ମରୁଭୂମି ତଥା ଗୁମ୍ଫାମାନଙ୍କରେ ନିଜକୁ ଲୁଚାଉଥିଲେ, କିନ୍ତୁ ସାଉଲଙ୍କ ବିରୁଦ୍ଧରେ ଯାଇ ତାହାଙ୍କ ସହିତ କେବେ ଯୁଦ୍ଧ କରିନଥିଲେ। ତାହାଙ୍କର ସହିଷ୍ଣୁତାର ହୃଦୟ ଥିଲା। ଆଜି ଯଦି ଆମ ଜୀବନରେ ସେହିପରି ସହିଷ୍ଣୁତା ତଥା ନମ୍ରତା ଦେଖା ନଯାଏ, ତାହେଲେ ଆମେ ଈଶ୍ୱରଙ୍କର ଇଚ୍ଛା ବିରୁଦ୍ଧରେ ଯାଇପାରୁ ଓ ଈଶ୍ୱରଙ୍କ ମନରେ ଦୁଃଖ ଦେଇପାରୁ। ବର୍ତ୍ତମାନ ଆମେ 25 ପର୍ବ ମଧ୍ୟକୁ ଯିବା। ଏହି 25 ପର୍ବରେ ଆମେ ଆଉ କେତେକ ଘଟଣା ଘଟିବାର ଲକ୍ଷ୍ୟ କରିବାକୁ ଯିବା। ବିଶେଷ ଘଟଣା ହେଉଛି ସାମୁଏଲଙ୍କର ମୃତ୍ୟୁ ଓ ଅବିଗଲ ସହିତ ଦାଉଦଙ୍କର ସାକ୍ଷାତ। ଦେଖନ୍ତୁ, ପ୍ରଥମ ସାମୁଏଲ 25 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଅନନ୍ତର ସାମୁଏଲ ମଲେ, ତେଣୁ ସମୁଦାୟ ଇସ୍ରାଏଲ ଏକତ୍ର ହୋଇ ତାଙ୍କ ପାଇଁ ବିଳାପ କଲେ ଓ ରାମାସ୍ଥିତ ତାଙ୍କର ଗୃହରେ ତାଙ୍କୁ କବର ଦେଲେ। ପୁଣି ଦାଉଦ ଉଠି ପାରଣ ପ୍ରାନ୍ତରକୁ ଗଲେ। ଏଠାରେ ସାମୁଏଲଙ୍କର ମୃତ୍ୟୁ ସମ୍ପର୍କରେ ସଂକ୍ଷେପରେ ପ୍ରକାଶ କରାଯାଇଅଛି, କିନ୍ତୁ ଏକ ମହାନ ବିଷୟ ଆମେ ଦେଖୁଛୁ ଯେ ସମୁଦାୟ ଇସ୍ରାଏଲ ଏକତ୍ର ହୋଇ ତାହାଙ୍କ ପାଇଁ ବିଳାପ କଲେ, କାରଣ ସେ ଜଣେ ମହାନ ଈଶ୍ୱରଙ୍କର ଲୋକ ଥିଲେ। ସେ ଏକ ଆଦର୍ଶ ଥିଲେ। ସେ ଇସ୍ରାଏଲର ଶେଷ ବିଚାରକର୍ତ୍ତା ଓ ପ୍ରଥମ ଭାଓବାଦୀ ଥିଲେ। ଯଦିଓ ତାଙ୍କ ପୂର୍ବରୁ ଅନେକ ଭାଓବାଦୀମାନେ ଥିଲେ, ମାତ୍ର ସେ ଯେଉଁ କାର୍ଯ୍ୟାଳୟକୁ ଉପସ୍ଥାପିତ କଲେ ତାହା ପୁରାତନ ନିୟମରେ ଓ ନୂତନ ନିୟମରେ ମଧ୍ୟ କାର୍ଯ୍ୟକାରୀ ହେବାକୁ ଲାଗିଲା। କେବଳ ସେତିକି ନୁହେଁ, ସେ ବିଚାରକର୍ତ୍ତା ଓ ରାଜାମାନଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କଲେ। ଏଥିସହିତ ସେ ସତ୍ୟ ସପକ୍ଷରେ ଛିଡ଼ା ହୋଇଥିଲେ ଓ ସାଉଲଙ୍କ ପରି ପ୍ରତିହିଂସକ ହସ୍ତରୁ ଦାଉଦଙ୍କୁ ମଧ୍ୟ ରକ୍ଷା କରିଥିଲେ ଓ ସାଉଲଙ୍କୁ ମଧ୍ୟ ଉଚିତ ଶିକ୍ଷା ଦେଇଥିଲେ। ସେ ଦାଉଦ ଓ ସାଉଲଙ୍କ ମଧ୍ୟରେ ଏକ ନିରପେକ୍ଷ ବ୍ୟକ୍ତି ସ୍ୱରୂପେ କାର୍ଯ୍ୟ କରିଥିଲେ। ଯେତେବେଳେ ସାମୁଏଲ ମଲେ, ସେତେବେଳେ ଦାଉଦ ସାଉଲଙ୍କ ଠାରୁ ଆହୁରି ଅଧିକ ଦୂରକୁ ଚାଲିଗଲେ, ଯେପରି ସେ ନିଜକୁ ସାଉଲଙ୍କ ହସ୍ତରୁ ରକ୍ଷା କରିପାରନ୍ତି। ଏହାପରେ 25 ପର୍ବର 2 ଓ 3 ପଦରେ ଆମେ ଏକ ଦମ୍ପତିଙ୍କର ପରିଚୟ ପାଉଅଛୁ। ସେହି ସ୍ୱାମୀ ଓ ସ୍ତ୍ରୀଙ୍କର ନାମ ଥିଲା ନାବଲ ଓ ଅବିଗଲ। ନାବଲ ଅତି ଦୁଷ୍ଟ ପ୍ରକୃତିର ଥିଲା, ମାତ୍ର ତାହାର ସ୍ତ୍ରୀ ଅତି ସୁନ୍ଦରୀ ଓ ବୁଦ୍ଧିମତୀ ଥିଲା। ନାବଲ ନାମର ଅର୍ଥ ହେଉଛି ମୂଢ଼ ବା ମୂର୍ଖ, ଆଉ ଏହି ନାମ ତାହା ପ୍ରତି ଅତି ପ୍ରଯୁଜ୍ୟ ଥିଲା। ତାହାର ଧନ ଥିଲା, ମାତ୍ର ଜ୍ଞାନ ନଥିଲା କି ସମ୍ମାନ ନଥିଲା। ମେସୋଲୋମ ଛେଦନ କରିବା ତାହାର କାର୍ଯ୍ୟ ଥିଲା। ବେଳେବେଳେ ମୁଁ ଭାବି ଆଶ୍ଚର୍ଯ୍ୟ ହୁଏ ଯେ ଏପରି ଏକ ଲୋକକୁ ଏପରି ବୁଦ୍ଧିମତୀ ତଥା ରୂପବତୀ ସ୍ତ୍ରୀ ମିଳିଲା କିପରି। ଯାହା ଜଣାଯାଏ, ନାବଲ ତାହାର ସ୍ତ୍ରୀର ବିପରୀତ ଥିଲା। ମୁଁ ଭାବୁଛି ତାହାର ପିତାମାତା ଏହି ବିବାହ ପ୍ରସ୍ତାବ ଆଣିଥିଲେ ଓ କନ୍ୟାର ପିତାମାତା ନାବଲର ଧନ ଦୌଲତକୁ ଦେଖି ସେମାନଙ୍କର କନ୍ୟାକୁ ନାବଲ ସହିତ ବିବାହ ଦେଇଥିଲେ। ଏହାପରେ 25 ପର୍ବର 4 ଓ 5 ପଦ ମଧ୍ୟରେ ଆମେ ଦେଖୁ ଯେ ଦାଉଦ ନାବଲର ସମସ୍ତ ଧନ ସମ୍ପତ୍ତି ଜଗି ରକ୍ଷା କରୁଥିଲେ, କାରଣ ତାହାଙ୍କର ଅନେକ ସୈନ୍ୟ ସାମନ୍ତ ଥିଲେ। ସେ ଚାହିଁଥିଲେ ନାବଲର ଧନ ସମ୍ପତ୍ତି ଅପହରଣ କରିନେଇଥାନ୍ତେ, କେବଳ ତାହାର ମେଣ୍ଢାମାନଙ୍କୁ ନେଇ ଖାଦ୍ୟ ନିମନ୍ତେ ବ୍ୟବହାର କରିପାରିଥାନ୍ତେ, କିନ୍ତୁ ସେ ସେପରି କଲେ ନାହିଁ। ମାତ୍ର ତହିଁ ପରିବର୍ତ୍ତେ ସେ ଚୋରମାନଙ୍କ ହସ୍ତରୁ ନାବଲର ମେଣ୍ଢାଗୁଡ଼ିକୁ ରକ୍ଷା କରୁଥିଲେ। ସେ ନାବଲକୁ ଅନେକ ବିଷୟରେ ସାହାଯ୍ୟ କରି ଆସୁଥିଲେ, କିନ୍ତୁ ବର୍ତ୍ତମାନ ଦାଉଦ ଖାଦ୍ୟ ନିମନ୍ତେ ତାହାଙ୍କର ଲୋକମାନଙ୍କୁ ନାବଲଙ୍କ ନିକଟକୁ ପଠାନ୍ତି, ଯେପରି ନାବଲ ସେମାନଙ୍କୁ ସାହାଯ୍ୟ କରିପାରେ। 25 ପର୍ବର 9 ଓ 10 ପଦରେ ଏହିପରି ଲେଖା ଅଛି, ତହୁଁ ଦାଉଦଙ୍କର ଯୁବାମାନେ ଯାଇ ଦାଉଦଙ୍କ ନାମରେ ନାବଲକୁ ଏହିସବୁ କଥା କହି କ୍ଷାନ୍ତ ହେଲେ। ତେଣୁ ନାବଲ ଦାଉଦଙ୍କର ଦାସମାନଙ୍କୁ ଉତ୍ତର ଦେଇ କହିଲା, ଦାଉଦ କିଏ? ଯିସିର ପୁତ୍ର କିଏ? ଆଜିକାଲି ଅନେକ ଦାସ ଅଛନ୍ତି, ଯେଉଁମାନେ ଆପଣା ଆପଣା ମୁନିବଠାରୁ ବିଗିଡ଼ି ବୁଲୁଛନ୍ତି। ଏଠାରେ ନାବଲ ଏହିପରି କହିବାର ଉଦ୍ଦେଶ୍ୟ ହେଉଛି, ସେ କହିବାକୁ ଚାହାନ୍ତି ଦାଉଦ ସାଉଲଙ୍କ ପ୍ରତି ଅବିଶ୍ୱସ୍ତତାର କର୍ମ କରିଅଛି, ଆଉ ସେ ଅବିଶ୍ୱସ୍ତ। ନାବଲ ଏଠାରେ ଦାଉଦଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରିବାକୁ ଚାହାନ୍ତି, କିନ୍ତୁ ଦାଉଦ ପ୍ରକୃତିରେ ଦୋଷୀ ନଥିଲେ। ସେ ସାଉଲଙ୍କ ପ୍ରତି ବିଶ୍ୱସ୍ତ ଥିଲେ, ମାତ୍ର ସାଉଲ ଦାଉଦଙ୍କ ପ୍ରତି ଅବିଶ୍ୱସ୍ତ ଥିଲେ। ଏହାପରେ 25 ପର୍ବର 11 ଓ 12 ପଦରେ ଆମେ ଦେଖୁ ଯେ ନାବଲ ଏପରି ଈଶ୍ୱରଙ୍କ ଅଭିଷିକ୍ତ ବିରୁଦ୍ଧରେ କଥା କହିବାର ଉଚିତ ନଥିଲା। ଦାଉଦ କ'ଣ ପାଇଁ ବଣ, ଜଙ୍ଗଲ, ପାହାଡ଼, ପର୍ବତ, ଗୁମ୍ଫାମାନଙ୍କ ମଧ୍ୟରେ ଘୁରି ବୁଲୁଥିଲେ ତାହା ଦାଉଦ ଜାଣିଥିଲେ, କିନ୍ତୁ ନାବଲ ଏପରି ଦାଉଦଙ୍କୁ ଦୋଷାରୋପ କରିବାର ଅନୁଚିତ ଥିଲା। କିନ୍ତୁ ବର୍ତ୍ତମାନ ନାବଲର ଏପରି କଥା ଶୁଣି ଦାଉଦଙ୍କ ମନରେ କ୍ରୋଧ ଜାତ ହେଲା, କାରଣ ଦାଉଦ ବି ଆମମାନଙ୍କ ପରି ଜଣେ ମନୁଷ୍ୟ ଥିଲେ।
ତେବେ ଦେଖନ୍ତୁ ଆଗକୁ କ'ଣ ସବୁ ଘଟୁଛି। 13 ପଦରେ ଆମେ ଲକ୍ଷ୍ୟ କରୁ, ଏଥିରେ ଦାଉଦ ଆପଣା ଲୋକମାନଙ୍କୁ କହିଲେ, ତୁମେମାନେ ପ୍ରତ୍ୟେକେ ଆପଣା ଆପଣା ଖଡ଼୍ଗ ବାନ୍ଧ। ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଖଡ଼୍ଗ ବାନ୍ଧିଲେ ଓ ଦାଉଦ ହିଁ ଆପଣା ଖଡ଼୍ଗ ବାନ୍ଧିଲେ। ତେଣୁ ଦାଉଦଙ୍କର ପଛରେ ଉଣାଧିକ 400 ଲୋକ ଗମନ କଲେ, ପୁଣି 200 ଲୋକ ସାମଗ୍ରୀ ପାଖରେ ରହିଲେ। ଏଥିରୁ ଆପଣ ଅନୁମାନ କରିପାରୁଥିବେ ନାବଲ ପ୍ରତି କ'ଣ ଘଟିବା ପାଇଁ ଯାଉଅଛି। ନାବଲର ଜୀବନ ବର୍ତ୍ତମାନ ସଙ୍କଟାପନ୍ନ। 14 ପଦରେ ଲେଖା ଅଛି ଯେ ଦାଉଦ ଯେ ନାବଲର ବିରୁଦ୍ଧରେ ଉଠିଅଛନ୍ତି, ଏହି ସମ୍ବାଦ ନାବଲର ପରିବାର ମଧ୍ୟରୁ କେହି ଜଣେ ଯାଇ ନାବଲର ସ୍ତ୍ରୀ ଅବିଗଲକୁ ଜଣାଇଛନ୍ତି। ତେଣୁ ଅବିଗଲ ଯେତେବେଳେ ଜାଣିବାକୁ ପାରିଲା ଯେ ଦାଉଦ ନାବଲର ବିରୁଦ୍ଧରେ ଉଠିଅଛନ୍ତି, ସେତେବେଳେ ସେ ଜାଣିପାରିଲା ଦାଉଦ ନାବଲ ପ୍ରତି କ'ଣ କରିବା ପାଇଁ ଯାଉଅଛନ୍ତି। ତେଣୁ ସେ ଦାଉଦଙ୍କ ନିମନ୍ତେ ଅନେକ କିଛି ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ରଖିଲା। ଏହାପରେ 25 ପର୍ବର 15-20 ପଦ ମଧ୍ୟରେ ଆମେ ଦେଖୁ ଯେ ଅବିଗଲ ଦାଉଦଙ୍କୁ ସାକ୍ଷାତ କରିବା ନିମନ୍ତେ ବାହାରିଗଲା ଓ ସେ ମଧ୍ୟ ତାହା ସହିତ ପ୍ରଚୁର ଖାଦ୍ୟ ସାମଗ୍ରୀ ରଖିଲା ଓ ସେହିସବୁ ଦାଉଦଙ୍କ ହସ୍ତରେ ସମର୍ପଣ କରିବାକୁ ଗଲା। ଦାଉଦ ନାବଲକୁ ଭେଟିବା ପୂର୍ବରୁ ସେ ଯେପରି ଦାଉଦଙ୍କୁ ଭେଟି ତାହାଙ୍କୁ ସେହି ସମସ୍ତ ଖାଦ୍ୟ ପଦାର୍ଥ ଦେଇପାରେ, ଏଥି ନିମନ୍ତେ ଆଗରୁ ଚାଲିଗଲା। ଏଥିରୁ ଅବିଗଲର ବୁଦ୍ଧିମତୀର ପରିଚୟ ମିଳେ। ତା ନ ହୋଇଥିଲେ ସେଦିନ ଦାଉଦଙ୍କ ହସ୍ତରେ ନାବଲର ପ୍ରାଣ ଯାଇଥାନ୍ତା। ଏହାପରେ 21 ଓ 22 ପଦରେ ଆମେ ଦେଖୁ ଯେ ଦାଉଦଙ୍କର ଯୋଜନା ଥିଲା ନାବଲ ପରିବାରର ପ୍ରତ୍ୟେକଙ୍କୁ ବଧ କରିବା ନିମନ୍ତେ, କାରଣ ନାବଲ ଦାଉଦଙ୍କ ପ୍ରତି ଉଚିତ କର୍ମ କରିନଥିଲା, ବରଂ ତହିଁ ପରିବର୍ତ୍ତେ ସେ ତାହାଙ୍କର ନିନ୍ଦା କରିଥିଲା। ଏହାପରେ 23-24 ପଦରେ ଆମେ ଲକ୍ଷ୍ୟ କରୁ ଯେ ଦାଉଦ ସମ୍ଭବତଃ ମନେ ମନେ କ୍ରୋଧାନ୍ଧ ହୋଇ ଭାବିଥିବେ, ଆଜି ମୁଁ ତାକୁ ଛାଡ଼ିବି ନାହିଁ, ଆଜି ତାକୁ ମୁଁ ଯେପରି ହେଲେ ବଧ କରିବି। ସେ ମୋ ସହିତ ଏପରି ଖେଳ ଖେଳିପାରିବ ନାହିଁ। ତାକୁ ଆଜି ମୁଁ ଏକ ଉଚିତ ଶିକ୍ଷା ଦେବି ଯେ ସାରା ଜୀବନ ନିମନ୍ତେ ଆଉ ଶିକ୍ଷା ଦେବା ଆବଶ୍ୟକ ହେବ ନାହିଁ। କିନ୍ତୁ ଏ କ'ଣ? ସମ୍ମୁଖରେ ଦେଖୁଛନ୍ତି ଜଣେ ରୂପବତୀ ସ୍ତ୍ରୀ, ସାଥିରେ ପ୍ରଚୁର ଖାଦ୍ୟ ସାମଗ୍ରୀ। ଏପଟେ କ୍ଷୁଧାରେ ତାହାଙ୍କର ସଙ୍ଗୀମାନଙ୍କର ହଂସା ଉଡ଼ିଯାଉଛି। ସେ ଆଉ ସମ୍ଭାଳି ହୋଇ ରହିପାରିଲେ ନାହିଁ। ସେ ସଙ୍ଗେ ସଙ୍ଗେ ସେହି ସ୍ତ୍ରୀ ନିକଟରେ ଯାଇ ପହଞ୍ଚିଗଲେ। ସେ ସେହି ସ୍ତ୍ରୀର ରୂପ ଯୌବନକୁ ଦେଖି ବିମୋହିତ ହୋଇଗଲେ। ମନରୁ ତାଙ୍କର ସେହି କ୍ରୋଧର ବିଭୀଷିକା ବହ୍ନି ଧୀରେ ଧୀରେ ଅସ୍ତଗାମୀ ସୂର୍ଯ୍ୟ ପରି ଢଳିଯିବାକୁ ଲାଗିଲା। ଏହି ସମୟରେ ସେହି ସ୍ତ୍ରୀ ତାହାଙ୍କୁ ପ୍ରଣାମ କରି ସେହି ପ୍ରତିଶୋଧ ତାହା ନିଜ ଉପରେ ବର୍ତ୍ତାଇବାକୁ ରାଜାଙ୍କୁ ଅନୁରୋଧ କଲା, କାରଣ ସେ ନାବଲର ଭାର୍ଯ୍ୟା ଥିଲା। ବିଚାରା ଦାଉଦ ବା କରିବେ କ'ଣ? ସେହି ସ୍ତ୍ରୀର ଏପରି କଥାରେ ରାଜାଙ୍କ ମନ ତରଳିଗଲା। ତାହାଙ୍କର କ୍ରୋଧ ନିବୃତ୍ତ ହୋଇଗଲା। ଦାଉଦ ଆଉ ପ୍ରତିଶୋଧ ନେବେ କ'ଣ? ସେହି ରୂପବତୀ ସ୍ତ୍ରୀ ପ୍ରତି ତାହାଙ୍କ ମନରେ ଦୟା ଓ ପ୍ରେମର ଭାବ ଉଦ୍ରେକ ହେଲା। ଏହାପରେ ସେହି ସ୍ତ୍ରୀ ଦାଉଦଙ୍କର ମନୋଭାବ ଜାଣି ତାହାର ସ୍ୱାମୀ ବିଷୟ ନେଇ ଦାଉଦଙ୍କୁ ଜଣାଇଲା। ତାହାର ସ୍ୱାମୀ ଯେ ଜଣେ ମୂର୍ଖ ଓ ନିଷ୍ଠୁର ଲୋକ, ତାହା ଦାଉଦଙ୍କ ନିକଟରେ ପ୍ରକାଶ କରି କ୍ଷମା ଭିକ୍ଷା ମାଗିଲା। ଏହାପରେ 25 ପର୍ବର 25-28 ପଦ ମଧ୍ୟରେ ଆମେ ଦେଖୁ ଯେ ଏହା ହେଉଛି ଦାଉଦଙ୍କ ବାସ୍ତବ ପରୀକ୍ଷାପୂର୍ଣ୍ଣ ଜୀବନର ଆରମ୍ଭ। ଏପର୍ଯ୍ୟନ୍ତ ସେ ନିଷ୍ପାପୀ ଥିଲେ। ତାଙ୍କ ଜୀବନରେ କୌଣସି ପାପ ନଥିଲା, ମାତ୍ର ଏହାପରେ ତାଙ୍କ ଜୀବନରେ ପାପ ପ୍ରବେଶ କଲା। ସେ ଈଶ୍ୱରଙ୍କ ନିମନ୍ତେ ବଞ୍ଚିଥିଲେ ଓ ଈଶ୍ୱର ମଧ୍ୟ ତାହାଙ୍କ ସହିତ ଥିଲେ ଓ ସେ ଈଶ୍ୱରଙ୍କୁ ସଦାସର୍ବଦା ସନ୍ତୁଷ୍ଟ କରିବାକୁ ଚାହୁଁଥିଲେ। ତେଣୁକରି ଅବିଗଲ ଏଥି ନିମନ୍ତେ ତାହାଙ୍କର ପ୍ରଶଂସା କରନ୍ତି, କିନ୍ତୁ ପ୍ରଶଂସାରେ ମନୁଷ୍ୟ ପରୀକ୍ଷିତ ହୁଏ। 25 ପର୍ବର 29 ପଦରେ ଲେଖା ଅଛି, ପୁଣି ମନୁଷ୍ୟ ଆପଣଙ୍କୁ ତାଡ଼ନା କରିବାକୁ ଓ ଆପଣଙ୍କ ପ୍ରାଣ ନେବାକୁ ଉଠିଲେ ହେଁ ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ନିକଟରେ ମୋର ପ୍ରଭୁଙ୍କ ପ୍ରାଣ ଜୀବନ ରୂପ ଗଣ୍ଠିଳିରେ ଗଣ୍ଠି ପଡ଼ି ରହିବ। ମାତ୍ର ସେ ଆପଣଙ୍କ ଶତ୍ରୁମାନଙ୍କ ପ୍ରାଣକୁ ଛାଟିଣି ଖୋଲରୁ ଫିଙ୍ଗିଦେଲା ପରି ଫିଙ୍ଗିଦେବେ। ଏଠାରେ ଅବିଗଲ ଯଦିଓ ସାଉଲଙ୍କ ନାମ ଉଚ୍ଚାରଣ କରେ ନାହିଁ, ମାତ୍ର ସେ ସାଉଲଙ୍କୁ ଦାଉଦଙ୍କ ଶତ୍ରୁ ବୋଲି ପ୍ରକାଶ କରି ଏହିପରି କହେ। କିନ୍ତୁ ସେ ଏଠାରେ ଗୋଟିଏ ବିଷୟ ପ୍ରକାଶ କରେ, ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ନିକଟରେ ମୋର ପ୍ରଭୁଙ୍କ ପ୍ରାଣ ଜୀବନ ରୂପ ଗଣ୍ଠିରିରେ ଗଣ୍ଠି ପଡ଼ି ରହିବ। ତାହିଁ ହେଉଛି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଖ୍ରୀଷ୍ଟଙ୍କଠାରେ ସ୍ଥିତି ଓ ସହଭାଗିତା ତଥା ସମ୍ପର୍କ। କାରଣ ଯୋହନ ତାହାଙ୍କର ପ୍ରଥମ ପତ୍ରରେ ଖ୍ରୀଷ୍ଟଙ୍କୁ ଅନନ୍ତ ଜୀବନ ବୋଲି କହନ୍ତି। ତେଣୁ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କ ସହିତ ସେହି ଅନନ୍ତ କାଳସ୍ଥାୟୀ ନିୟମ ତଥା ବନ୍ଧନରେ ଆବଦ୍ଧ ହୁଏ। ଏହାପରେ ଅବିଗଲ ଦାଉଦଙ୍କୁ ଆହୁରି କହନ୍ତି, ମାତ୍ର ସେ ଆପଣଙ୍କ ଶତ୍ରୁମାନଙ୍କ ପ୍ରାଣକୁ ଛାଟିଣି ଖୋଲରୁ ଫିଙ୍ଗିଦେଲା ପରି ଫିଙ୍ଗିଦେବେ। କାରଣ ଦାଉଦ କିପରି ଗଲିଆତକୁ ବଧ କରିଥିଲେ ତାହା ସେ ଜାଣିଥିଲା। ତେଣୁ ତାହାଙ୍କର ଶତ୍ରୁମାନେ ଯେ ସେହିପରି ଫିଙ୍ଗାଯିବେ ଓ ହତ ହେବେ ତାହା ସେ ପ୍ରକାଶ କରିଥିଲା। ଏହାପରେ 25 ପର୍ବର 30-31 ପଦରେ ଆମେ ଦେଖୁ ଯେ ଦାଉଦ ଯେପରି ତାହାର ସ୍ୱାମୀକୁ ବଧ ନ କରନ୍ତି ଏହା ସେ ବିନତି କରିଥିଲା ଓ ଦାଉଦ ଯେ ଇସ୍ରାଏଲ ଉପରେ ରାଜା ହେବାକୁ ଯାଉଅଛନ୍ତି ତାହା ସେ ପ୍ରକାଶ କରିଥିଲା। ଏହାପରେ 25 ପର୍ବର 32-33 ପଦରେ ଦେଖୁ ଦାଉଦ ସେହି ସ୍ତ୍ରୀର ବୁଦ୍ଧିର ସହିତ କାର୍ଯ୍ୟକୁ ଦେଖି ତାହାର ପ୍ରଶଂସା କଲେ, କାରଣ ସେ ମଧ୍ୟ ଦାଉଦଙ୍କୁ ସେହି ରକ୍ତପାତ ଅପରାଧରୁ ରକ୍ଷା କରିଥିଲା। ତା ନ ହୋଇଥିଲେ ଦାଉଦଙ୍କୁ ତହିଁ ନିମନ୍ତେ ଅନୁତାପ କରିବାକୁ ହୋଇଥାନ୍ତା।
यापर 35 पदरे आम देखू दाऊद अबिगल आनिथिबा समस्त खाद्य पदार्थ ग्रहण कले और ताहार उपदेश और ताहार व्यक्तित्व को मध्य ग्रहण कले। यापर 36 रु 38 पदरे देखु जे अबिगल जाई नाबल को सही समस्त संवाद जणाइबा परे नाबल हृदय तार अंतर रे मरीगला और से पत्थर परी होईगला और 10 दिन मध्य सदाप्रभु नाबल को आघात करते से मला। मात्र दाऊद सही रक्तपात अपराधरू रक्षा पाइले। ईश्वर नाबलर विचार करी ताहाकू समुचित फल देले। यापर 39 पदरे आम देखुजे जितेबाला दाऊद शुणा पारे जे नाबल मरीअछि सेतेबेले से अबिगल को ताहांकर स्त्री रूपे ग्रहण करने को चाहिए, कारण से ही पथ मध्य दाऊदक सहित से स्त्रीर साक्षात होगा समय से यहीपरि कही मात्र सदाप्रभु मोर प्रभुंक मंगल करने बेले आपणकर यही दासी की स्मरण करेंगे। तेणु दाऊद ता भूली नथिले। कहीं जानती से स्त्रीर बुद्धिर कार्य और तार उपदेश दाऊदक हृदय को स्पर्श करथिला और से ताहाकू प्रकृत अंतर सहित भल पाइले और से स्त्री दाऊदंकर भार्या रूपे गृहीत है। दाऊदक जीवन में आउ एक नूतन अध्याय आरंभ है। वर्तमान केतक विषय घटला जहाँकि ईश्वर दाऊदक जीवन रू ताहा आशा करनथिले। 25 पर्वर 43 रु 44 पद मध्य आम ता लक्ष्य करने को पारू। पाप दाऊदक जीवन में प्रवेश कला, सी विपथरे गमन कले और शेष दिने से नरघातक साजिले। किंतु ईश्वर कौन ताहा जीवन में यही सबू विषय को प्रश्रय देते नुहे। आम पर देखा जावा जितेबाला दाऊद ईश्वर निमंते एक मंदिर निर्माण करने को स्थिर कले सेतेबाला ईश्वर ताहा चाहि नथिले जे दाऊद ताहांक निमंते से मंदिर निर्माण करू, मात्र से तांकर पुत्र सलोमन को से मंदिर निर्माण करने निमंते अनुमति देइथिले। आज एठार रखिबा। प्रभु प्रत्येक को आशीर्वाद करंतु। प्रिय बंधु, आशा करे आज अध्ययनटी आपण को निश्चय भल लगी। आपण आत्मिक भाव में उपकृत होइथिबे। आमे आज अध्ययन रे दाऊदंक ठारे ईश्वर प्रति भयर जीवन को देखुचु। अन्य पक्षरे एक कथा मध्य देखुचु जे सामुएल मृत्युवरण करुछंती। रामारे शोक हेउथिबा आमे देखुचु। इस्राएलिय मानकर निमंते यह एक दुखदायक समय थिला। आमे एक कथा मध्य लक्ष्य कलु जे दाऊदंक प्रति नाबलर व्यवहार कि प्रकार थिला और परमेश्वर किपरि नाबल को आघात कले। किंतु अन्य पक्षरे अबिगलकर ज्ञानर पदक्षेप विषय आम माने देखु जे तांकर भविष्यत को ताहा उज्जवलमय करथिला। आमे आज निजको देखु आमे कौन कठिन परिस्थिति रे अबिगलक भली ज्ञानर पदक्षेप नौचु कि? आज तो आम मानकर समय शेष हो आसी, किंतु परवर्ती कार्यक्रम रे पुणी थरे आपणक सहित साक्षात हब। तेबे विदाय नेबा पूर्व आसंतु प्रभुंक चरण निकट को जीवा, प्रार्थना करिबा। प्रेममय प्रभु, शत्रु मान को प्रेम करिया पाई, तुमर लोक मान को आदर भक्ति करिया पाई तुमे आम मान को साहाय्य कर, शिखाओ एवं विभिन्न कठिन परिस्थिति रे विपदर परिस्थिति रे ज्ञानर सहित चिंता करिया पाई, पदक्षेप नेबा पाई आम मान को तुमे साहाय्य कर। तुमर शरणागत होई तुमठारे संपूर्ण रूपे निर्भर रखिया पाई, तुमठारे विश्वास भरोसा रखिया पाई साहाय्य कर। एई प्रार्थना निवेदन परित्राणकर्ता प्रभु यीशु ख्रीष्टंकर नाम रे उत्सर्ग करूअछु। आमीन। बहुत बहुत धन्यवाद। प्रभु आपनको आशीर्वाद करंतु। प्रिय बंधु, आशा करू आपनको आम पथ प्रदर्शिका कार्यक्रम निश्चय भल लागिथिबो। जदि भल लागिछि ताहेले आमको 044490812996 नंबर रे निश्चय गोटिए मिस्ड कॉल देबे। आपनको मिस्ड कॉल आम निमंते अति बहुमूल्य। मु आनंदर सह जणाउछि जे प्रत्येक मिस्ड कॉल दातांक मध्यरु सप्ताह शेषरे जे अधिक मिस्ड कॉल देइथिबे तांको मनोनीत कराजिवो ओ पुरस्कृत कराजिवो। सेही दर्शक बंधुंक नाम ओ फोटो आम कार्यक्रम शेषरे देखाजिवो। गत सप्ताहर विजय दर्शक बंधु हेले कंधमालरू सलमित दिगल ओ परिवार। प्रार्थना और अधिक जानिबा निमंते फोन रे आम सह जोगाजोग करि परिबे। आम टेलीफोन नंबर हैला 9777221415 आउ आम ठिकाना टीवी स्क्रीन रे दिया जाई अछि। धन्यवाद।